ଆଜି ବନେଇବା ସବୁଠୁ ସହଜ ସ୍ୱାଦିଷ୍ଟ ରସୁଆ ଅଟା ମାଲପୁଆ, ଯାହାକୁ ଆପଣମାନେ ପ୍ରଥମ ଥରରେ ବନେଇଲେ ପୁରା ପରଫେକ୍ଟ ବନିବ। ବ୍ୟାଟର କନ୍ସିଷ୍ଟେନ୍ସି କେତେ ପତଳା ରଖିବା କି ଆପଣଙ୍କ ମାଲପୁଆ ଏମିତି ପୁରା ଉପରୁ କ୍ରିସ୍ପି, ଭିତରୁ ପୁରା ଝିସି ରହିବ। ଯଦି ବି ମାଲପୁଆ ବନେଇଲା ବେଳେ ଆପଣମାନେ ତେଲରେ ପକେଇଲା ପରେ ତେଲରେ ଖୋଲି ଯାଉଛି ବା ଫୁଲୁନି, ଆପଣଙ୍କ ମାଲପୁଆ ଆଜିଠାରୁ ପୁରା ପରଫେକ୍ଟ ଗୋଲ ଗୋଲ ବନିବ। ବିନା ଫ୍ଲାଟ୍ କଡ଼େଇରେ ଆପଣଙ୍କର ଏମିତି ଗୋଲ ଗୋଲ ମାଲପୁଆ ପୁରା କ୍ରିସ୍ପି, ଉପରୁ କ୍ରିସ୍ପି, ପୁରା ଭିତରୁ ଜୁସି ରହିବ। ମାଲପୁଆକୁ କେତେ ସମୟ ଶିରାରେ ସୋକ୍ କରିବା କି ଆପଣଙ୍କ ମାଲପୁଆ ଉପରୁ କ୍ରିସ୍ପି, ଭିତରୁ ପୁରା ସଫ୍ଟ ରହିବ। ଆଉ ଏମିତି 2-3 ଦିନ ରଖିକି ଆରାମସେ ଏନ୍ଜୟ କରିପାରିବେ। ଭିଡ଼ିଓରେ ସବୁ ଛୋଟ ଛୋଟ ଟିପ୍ସ ସହିତ ଟ୍ରିକ୍ସ ସେୟାର କରିଛି, ଭିଡ଼ିଓକୁ ସମ୍ପୂର୍ଣ୍ଣ ଦେଖନ୍ତୁ। ଆଜିର ଏହି ରସୁଆ ଅଟା ମାଲପୁଆ ବନେଇବା ପାଇଁ ମୁଁ ଏଠି 5ଟା ଦେଶୀ କଦଳୀ ନେଇଛି। ଟିକେ ଅଧିକ ପାଚିଲା ବାଲା କଦଳୀ ନେବେ, ମାଲପୁଆ ଆପଣମାନଙ୍କର ପୁରା ଉପରୁ କ୍ରିସ୍ପି, ପୁରା ଭିତରୁ ଜୁସି ବନିବ, ଟେଷ୍ଟରେ ପୁରା ସୁପର ଟେଷ୍ଟି ବନିବ। ଦର୍ଶକ ବନ୍ଧୁ, ଭିଡ଼ିଓ ଦେଖି ସାରିଲା ପରେ ଯଦି ଆପଣମାନଙ୍କୁ ପସନ୍ଦ ଆସେ ପ୍ଲିଜ୍ ଲାଇକ୍, କମେଣ୍ଟ, ସେୟାର କରିନେବେ। ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ। ଫେସବୁକ୍ ପେଜରେ ଦେଖୁଥିଲେ ପ୍ଲିଜ୍ ଫେସବୁକ୍ ପେଜକୁ ମଧ୍ୟ ଫଲୋ କରିନେବେ। ଏଇଠି ମୁଁ ସବୁ କଦଳୀକି ଛୋଟ ଛୋଟ କରି କାଟି ସାରିଲା ପରେ ମିକ୍ସି ଜାରରେ ଆଡ଼୍ କରିନେବି। ଆଉ ବିନା ପାଣି ଦେଇକି ଆକୁ ପୁରା ଚିକଣ ବା ସ୍ମୁଥ୍ କରି ପେଷ୍ଟ କରି ଆଣିବା। ଏଇଠି ଆମର କଦଳୀକୁ ମୁଁ ଚିକଣ କରି ବାଟି ନେଇ ଆସିଛି। ଏଠି ମିକ୍ସି ଜାରରୁ ଢାଳି ଦେବା ଗୋଟେ ପାତ୍ରକୁ, ଯେଉଁଥିରେ ଆମେ ସବୁ ଇନଗ୍ରିଡ଼ିଏଣ୍ଟକୁ ମିଶାଇବା। ଏଇଠି ଗୋଟେ ଗିନାରୁ ଟିକେ ଅଧିକ ମୁଁ ଅଟା ନେଇଛି, 1.5 ଗିନା ଅଟା। ଅଟାର ଅଧା ନେଇଛି ମୁଁ ସୁଜି, ଅଧ ଗିନା ନେଇଛି ସୁଜି। 3 ଭାଗ ଅଟା ନେଲେ 1 ଭାଗ ଯଦି ସୁଜି ନେବେ, ଆପଣଙ୍କ ମାଲପୁଆ ପୁରା କ୍ରିସ୍ପି ବନିବ। ଭଲ ଫ୍ଲେଭର ପାଇଁ ଅଳ୍ପ କିଛି ପାନମଧୁରୀ, ଯେହେତୁ ମିଠା ଜିନିଷ ବନାଉଛେ ଟେଷ୍ଟକୁ ବାଲାନ୍ସ କରିବା ପାଇଁକା ଅଧ ଛୋଟ ଚାମଚ ଦେବା ଲୁଣ। କ୍ରିସ୍ପି ବନିବ, କଲରଫୁଲ୍ ବନିବ, ସେଥିପାଇଁକା ଆମେ ଏଠି 1 ବଡ଼ ଚାମଚ ଚିନିକି ଦେବା। ଏଇଠି କିଛି ନଡ଼ିଆକୁ ମୁଁ ଏମିତି ଛୋଟ ଛୋଟ କରି କାଟି ନେଇଛି, ଡ୍ରାଇ ବାଲା ନଡ଼ିଆ ବା ଶୁଖା ନଡ଼ିଆକୁ ଏମିତି ଦେବା। କିଛି ଫ୍ଲେଭର ପାଇଁ କିଛି ଗୁଜୁରାତିକି ଦେବା। ନଡ଼ିଆକୁ ପକେଇଲେ ଖାଇଲା ବେଳେ ପାଟିରେ ମାଲପୁଆ ଖଣ୍ଡେ ଖଣ୍ଡେ ନଡ଼ିଆ ବାଜିଲେ ଖାଇବାକୁ ବହୁତ ବଢ଼ିଆ ଲାଗେ। ଆପଣମାନେ ନିଶ୍ଚୟ ଏହି ପ୍ରୋସେସରେ ପାତିବାଲା ନଡ଼ିଆକୁ ଟିକେ ଖରାରେ ଶୁଖେଇକି ଛୋଟ ଛୋଟ କରିକି ଆଡ଼୍ କରିପାରିବେ। ଏଇଠି ମୁଁ 1/2 କିଲୋ କ୍ଷୀରକୁ ଫୁଟେଇକିରି ରୁମ୍ ଟେମ୍ପରେଚର ନେଇ ଆସିଥିଲି। ଆସ୍ତେ ଆସ୍ତେ କରି ଦେଇକିରି ବ୍ୟାଟର କନ୍ସିଷ୍ଟେନ୍ସିକୁ ମିଡିଲ୍ ଥିକ୍ କରିବା। ଫ୍ଲୋଇଂ କନ୍ସିଷ୍ଟେନ୍ସି କଲେ ଆପଣଙ୍କ ମାଲପୁଆ ବଢ଼ିଆ ବନିବ। କେତିକି ବ୍ୟାଟର କନ୍ସିଷ୍ଟେନ୍ସି ରଖିଲେ ଆପଣଙ୍କ ମାଲପୁଆ ଉପରୁ କ୍ରିସ୍ପି ଆଉ ଜେସି ବନିବ, ଏଇଠି ଭିଡ଼ିଓରେ ଆପଣମାନେ ମାଲପୁଆର ବ୍ୟାଟରକୁ ଦେଖିଲେ ଜାଣିପାରିବେ। ମୁଁ ଅଳ୍ପ ଅଳ୍ପ କି କ୍ଷୀରକୁ ଦେଇକିରି ବ୍ୟାଟରକୁ ଗୋଳେଇ ନେଉଛି। ଏଇଠି 2 ଗିନା ମୁଁ କ୍ଷୀର ଦେଇ ସାରିଲା ପରେ ମୋତେ ପତଳା ଲାଗିଲା, ସେଥିପାଇଁ ଅଧ ଗିନାରୁ ଟିକେ ଅଧିକ ପାଣି ନେଇଛି। ଆସ୍ତେ ଆସ୍ତେ କି ସବୁ ପାଣିକି ଦେଇକି ଗୋଳେଇ ନେବା। ଯଦି ଏଇଠି ଆପଣମାନଙ୍କ ପାଖରେ କ୍ଷୀର ଅଛି ତାହେଲେ କ୍ଷୀରକୁ ଦେଇକି ବ୍ୟାଟରକୁ ଗୋଳେଇ ପାରିବେ। ଏଇଠି ମୁଁ ସବୁତକ ପାଣିକି ଆଡ଼୍ କରି ସାରିଲା ପରେ ଗୋଳେଇ ନେଉଛି। ଯଦି ଆପଣମାନଙ୍କ ପାଖରେ କ୍ଷୀର ନାହିଁ, ଅମୁଲ ଗୁଣ୍ଡ ଦେଇକିରି ମଧ୍ୟ ବନେଇ ପାରିବେ। ଏଇଠି ମୁଁ ସବୁ ଗୋଳେଇ ସାରିଲା ପରେ କନ୍ସିଷ୍ଟେନ୍ସି ଆପଣଙ୍କୁ ଦେଖାଉଛି। ଏମିତି ପକେଇଲା ପରେ ଗୋଟେ ଜାଗାରେ ଗଦା ହେଉନି, ପୁରା ସେଟ୍ ହେଇଯାଉଛି। ଏମିତି ଗୋଳେଇବା, କଭର ଦେବା, ଅଧଘଣ୍ଟେ ପାଇଁ ଛାଡ଼ି ନେବା। ଅଟା ଆଉ ସୁଜି ପାଣି ସୋକ୍ କରିବ। ଆକୁ ଅଧଘଣ୍ଟେ ରେଷ୍ଟ ସାରିଲା ପରେ ଆପଣମାନେ ପାଣି ଦେଇକିରି ଅଳ୍ପ ଟିକେ ଗୋଳେଇ ପାରିବେ। ଏଇଠି ମୁଁ ଶିରା ବନେଇବା ପାଇଁ 1 ଗିନାରୁ ଟିକେ ଅଧିକ ନେଉଛି ଚିନି। ଟିକେ ଅଧିକ ନେଲେ ଆପଣମାନଙ୍କର ମେଜରମେଣ୍ଟ ଠିକ୍ ରହିବ। ଆପଣ ଯେତିକି ମାଲପୁଆ ବନେଇବେ ଏତିକି ଅଟା ଆଉ ସୁଜିରେ ଚିନି ଶିରା ବିଲକୁଲ ବି ବଳିବନି, ପରଫେକ୍ଟ ବନିବ। ଏଇଠି ଚିନି ଶିରାରେ କିଛି ଗୁଜୁରାତି, 2 ଗିନା ଖଣ୍ଡେ ପାଣି ଦେଇକି ଗୋଳେଇ ନେବା। ଆଉ ଫୁଟିବା ପାଇଁ ହାଇ ଫ୍ଲେମ୍। ମୋର ସେଇଠି ଗୋଟେ ଭିଡ଼ିଓ ସ୍କିପ୍ ହେଇଯାଇଛି। ମୁଁ ଯେତେବେଳେ ବ୍ୟାଟରକୁ ଗୋଳେଇକି ଅଧଘଣ୍ଟେ ରଖି ସାରିଲି, ତାପରେ ଅଳ୍ପ କିଛି ପାଣି ଦରକାର ହେଲା, ଯେଉଁଥିପାଇଁ କି ସୁଜି ପାଣି ଭିଡ଼ି ନେଇଥିଲା। ଅଳ୍ପ କିଛି ପାଣି ଦେଇକି ବ୍ୟାଟର କନ୍ସିଷ୍ଟେନ୍ସିକୁ ଆଡ଼ଜଷ୍ଟ କରିବେ। ଏଇଠି ଆମର ଶିରା ରେଡ଼ି ହେଇଗଲା। ଶିରା ହାତକୁ ଟିକେ ତେଲିଆ ତେଲିଆ ଲାଗୁଛି, ଅଧିକ ଅଠା କରିବେନି, ଯେଉଁଥିପାଇଁ କି ଆମର ମାଲପୁଆ ଭିତରକୁ ଶିରା ବିଲକୁଲ ବି ଭେଦି ପାରିବନି। ଏଇଠି ଅଧିକ କିରି ଅଠା କରିବାନି। ଶିରା ଆମର ରେଡ଼ି ହେଲା, ଗ୍ୟାସର ଫ୍ଲେମ୍କୁ ବନ୍ଦ କରିବା। ଚିନି ଶିରା କ୍ରିଷ୍ଟାଲାଇଜ୍ ନ ହେବା ପାଇଁ ବା ଚିନି ଶିରା ଦାନା ଦାନା ନ ହେବା ପାଇଁ ଫାଳେ ଖଣ୍ଡେ ଲେମ୍ବୁକୁ ଚିପୁଡ଼ି ଦେବା, ଗୋଳେଇ ନେବା ଆଉ କଭର ଦେଇ ରଖିନେବା। ଏଇଠି ଆମର ଚିନି ଶିରା ରେଡ଼ି। ଆକୁ ଆମେ ରଖିନେବା ସାଇଡ଼୍ କରି କଭର ଦେଇକି। ପରେ ଆମେ ମାଲପୁଆ ଛାଣି ସାରିଲେ ଏଥିରେ ଆମେ ମାଲପୁଆକୁ ଡିପ୍ କରିବା। ଏଇଠି ଆମର କଡ଼େଇ ବସେଇଛି, ତେଲ ଗରମ ହେଇଗଲାଣି, ଟିକେ ଚେକ୍ କରିବା। ଏଇଠି ମୁଁ 1 ବୁନ୍ଦା ଖଣ୍ଡେ ନେଇକି ପକଉଛି। ଯେତେବେଳେ ଉପରକୁ ଉଠି ଆସୁଛି ଆମର ତେଲ ଏତିକି ନର୍ମାଲ ଟେମ୍ପରେଚର ବା ଗରମ ରହିବା ଦରକାର। ଏଇଠି ଆମେ ଗ୍ୟାସର ଫ୍ଲେମ୍କୁ ଲୋ ଟୁ ମିଡ଼ିୟମ୍ କରିନେବା।
ଆଉ ଗୋଟେ ଛୋଟ ଡଙ୍କିକି ଆମେ ପକେଇବା। ବହୁତ ବଡ଼କିରି ପକେଇବେନି। ଯଦି ଆପଣମାନଙ୍କ ପାଖରେ ଫ୍ଲାଟ୍ ବାଲା କଢ଼େଇ ଅଛି ତାହେଲେ ବନେଇ ପାରିବେ। ଯେହେତୁ ନର୍ମାଲ୍ କଢ଼େଇରେ ବନାଉଛି ଗୋଟେ ଗୋଟେ ଜାଗା ହେବ। ଫ୍ଲାଟ୍ କଢ଼େଇ ଥିଲେ ଆପଣମାନେ ଏକା ସାଥିରେ 2ରୁ 3ଟା ମାଲପୁଆ ଛାଣିପାରିବେ। ଏଠି ତଳେ ଟିକେ ଗୋଟେ ପଟ କଲର୍ ଚେଞ୍ଜ ହେଇଗଲା ପରେ ଆମେ ଟିକେ ଉପରକୁ କାଢ଼ି ନେବା ଆଉ ଟିକେ ଫୁଲିବା ପାଇଁ ଛାଡ଼ିବା। ଗୋଟେ ପଟ କଲର୍ ଚେଞ୍ଜ ହେଇଗଲେ ଟିକେ ଗୋଲ୍ଡେନ୍ କଲର୍ ଆସିଗଲା ପରେ ଆମେ ସେପଟକୁ ଲେଉଟାଇ ନେବା। ଦୁଇ ପଟକୁ ଏପଟ ସେପଟ ଟିକେ ଲାଇଟ୍ ବ୍ରାଉନ୍ କଲର୍ କରି ଟିକେ ପ୍ରେସ୍ କରି ଛାଣି ନେବା। ଏଇଠି ଆମର ଗୋଟେ ମାଲପୁଆ ପୁରା ପରଫେକ୍ଟ ବନିଛି। ଦେଖନ୍ତୁ କେତେ କଲରଫୁଲ୍ ଦିଶୁଛି। ଆକୁ ଏବେ ଛାଣି ନେବା। ଆକୁ ଛାଣି ସାରିଲା ପରେ ଆକୁ ଥଣ୍ଡା କରିବା ପାଇଁ ଛାଡ଼ିବା। ମାଲପୁଆକୁ ଆଠୁ ଅଧିକ କଲର୍ କରି ଛାଣିବେନି କିମ୍ବା ଅଧିକ ଧଳା କରି ଛାଣିବେନି। ମାଲପୁଆ ଯେତେବେଳେ ଶିରାରେ ପଡ଼ିଯିବ, ଯଦି ଧଳା ଥିବ ତାହେଲେ ଖାଇବା ପାଇଁ ବା ଦେଖିବା ପାଇଁ ବିଲକୁଲ ବି ଭଲ ଲାଗିବନି। ଏତିକି କଲର୍ ରଖି ଛାଣିବା ଆଉ ତେଲକୁ ଟିକେ ପ୍ରେସ୍ କରିନେବା ଆଉ ଛାଣିକି ରଖିନେବା। ଏଇଠି ମୁଁ ସବୁ ମାଲପୁଆ ଗୁଡ଼ାକୁ ଛାଣି ନେଇଛି। ଆପଣଙ୍କୁ ଦେଖନ୍ତୁ କେତେ ଗୋଲ ଗୋଲ ବନିଛି। ପୁରା କ୍ରିସ୍ପି ହେଇଛି। ସାଇଡ଼୍ରୁ ପୁରା ପତଳା ଟ୍ରାନ୍ସପେରେଣ୍ଟ ହେଇଛି। ଏମିତି ବିନା ଫ୍ଲାଟ୍ କଢ଼େଇରେ ଆପଣଙ୍କର ମାଲପୁଆ ଯଦି ପ୍ରୋସେସ୍ରେ ଏମିତି କରିବେ ତାହେଲେ ଆପଣଙ୍କ ମାଲପୁଆ ଏମିତି ପୁରା କ୍ରିସ୍ପି ବନିବ। ଯଦି ସାଙ୍ଗେ ସାଙ୍ଗେ ଛାଣିକି ଆମେ ମାଲପୁଆକୁ ଶିରାରେ ପକେଇ ନେବା ତାହେଲେ ଗରମ ଥିବା ଅବସ୍ଥାରେ ମାଲପୁଆ ଅଧିକ ସିଝିଯିବ, ଯେଉଁଥିପାଇଁ କି ମାଲପୁଆ ଧରୁ ଧରୁ ଛିଣ୍ଡିଯିବ। ଆକୁ ଟିକେ ଥଣ୍ଡା କରି ସାରିଲା ପରେ ମୁଁ ଏପଟେ ଯେଉଁ ବନେଇକି ରଖିଥିଲି ଶିରା, ସେ ଥଣ୍ଡା ହେଇଯାଇଥିଲା। ତାକୁ ଟିକେ ନର୍ମାଲ୍ ଉଷୁମ କରି ଆଣିଛି। ଆଉ ବନେଇକି ରଖିଥିବା ମାଲପୁଆ ଗୁଡ଼ାକୁ ସବୁ ପକେଇ ନେବା ଆଉ ଚାମଚ କିମ୍ବା ଡଙ୍କି ସାହାଯ୍ୟରେ ଗୋଳେଇ ନେବା। ମାଲପୁଆ ଭିତରକୁ ଶିରା ସୋକ୍ କରିବା ପାଇଁ ମାତ୍ର କିଛି ସେକେଣ୍ଡ ରଖିନେବେ। ତାପରେ ଅଲଗା ମାଲପୁଆକୁ ରଖିକି ପୁଣି ଡିପ୍ କରିବେ। ଏଇଠି କଭର୍ ଦେବା, ତାକୁ ସୋକ୍ କରିବା ପାଇଁ ଛାଡ଼ିବା। ପରେ ଆଉ କିଛି ମାଲପୁଆ ପକେଇବା ପାଇଁ ଯଦି ନର୍ମାଲ୍ ହେଇଯାଇଥିବା ଆମର ଶିରା ପୁଣି ଟିକେ ଉଷୁମ କରିନେବେ, ପକେଇ ନେବେ। ଏଇଠି ଆମର ସୁପର ଟେଷ୍ଟି ମାଲପୁଆ ବନିକି ରେଡ଼ି ହେଇଯିବ।